ଭଲ ସମ୍ପର୍କ ପାଇଁ ଭଲ ମଣିଷ ଦରକାର ନାହିଁ, ବରଂ ଭଲ ବୁଝାମଣା ଥିବା ଆବଶ୍ୟକ। ଯଦି ସମ୍ପର୍କ ତୁମର, ତେବେ ତାକୁ ରଖିବ କି ଭାଙ୍ଗିବ ସେ ନିଷ୍ପତ୍ତି ବି ତୁମର ହେବା ଦରକାର। ଅନ୍ୟକୁ କହି ସମ୍ପର୍କର ମହତ୍ଵ କମାଅ ନାହିଁ। ରାତିର ଫୁଲ ବି ଜାଣିନଥାଏ ଯେ ସକାଳ ହେଲେ ସେ ମନ୍ଦିରକୁ ଯିବ ନା ମଶାଣିକୁ ଯିବ। ତେଣୁ ଜୀବନର ସବୁ ମୁହୂର୍ତ୍ତରେ ଉଚିତ କର୍ମ କରିବା ଉଚିତ। କାହାର ଖରାପ ସମୟରେ ତା ହାତ ଧରନ୍ତୁ, ସାହାଯ୍ୟ ଦିଅନ୍ତୁ, ତାକୁ ସାହସ ଦିଅନ୍ତୁ। କାହିଁକି ନା ଖରାପ ସମୟ ତ କିଛି ସମୟ ପରେ ଚାଲିଯିବ, କିନ୍ତୁ ସେ ଲୋକ ଆପଣଙ୍କୁ ଜୀବନ ସାରା ମନେ ରଖିବ। କାହାକୁ ପାଣି ଆଣିବାକୁ ପଠାଅ, ଦେଖିବେ ସେ ଆଗ ପିଇବେ, ତାପରେ ତୁମ ପାଇଁ ଆଣିବେ। ସାଙ୍ଗମାନେ, ଏ ହେଉଛି ଜୀବନ। ଏଠି ସମସ୍ତେ ପ୍ରଥମେ ନିଜ କଥା ହିଁ ଭାବନ୍ତି। ଭୁଲ ସମସ୍ତେ କରନ୍ତି, କିନ୍ତୁ ତୁମ ଭୁଲକୁ ସେମାନେ ଗଣନ୍ତି। ଯାହାଙ୍କ ଆଖିକୁ କେବଳ ତୁମ ଭୁଲ ଦେଖାଯାଏ। ସତରେ ଯିଏ ତୁମକୁ ବୁଝିପାରେ ପୁଣି ସମୟ ଦେଖି ତୁମକୁ ବୁଝାଏ, ସେଭଳି ଜୀବନ ସାଥୀ ଥିଲେ ଜୀବନ ବି ସୁନ୍ଦର ହୋଇଯାଏ। ମୋ ଜୀବନରେ ଯାହା ଲେଖା ଅଛି ତାହା ହିଁ ମିଳିବ, ଏଥିରେ ମୋର ଦୁଃଖ ନାହିଁ। ଦୁଃଖ କେବଳ ଏତିକି ଯେ ମୋ ଭାଗ୍ୟରେ ହିଁ କାହିଁକି ଏତେ ଦୁଃଖ ଅଛି। ମଣିଷର ମାନବିକତା ସେତେବେଳେ ମରିଯାଏ ଯେବେ ତାଙ୍କୁ ଅନ୍ୟର ଦୁଃଖରେ ହସ ଲାଗିଥାଏ। ଶୁଣା କଥାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ, କାହିଁକି ନା ସତ ଅପେକ୍ଷା ମିଛର ପ୍ରଚାର ଖୁବ୍ ଶୀଘ୍ର ହୋଇଥାଏ। ମିଛର ବି ଗୋଟିଏ ସ୍ୱାଦ ଥାଏ। ନିଜେ କହିଲେ ମିଠା ଲାଗେ, ଯଦି ଆଉ କେହି କୁହେ ତ ପିତା। କ୍ରୋଧ ସମୟରେ ଟିକେ ରହିଯାଅ ଏବଂ ଭୁଲ ସମୟରେ ଟିକେ ନଇଁ ପଡ଼। ଦେଖିବ ଦୁନିଆର ସବୁ ସମସ୍ୟା ଠିକ୍ ହୋଇଯିବ। ମଣିଷ ସବୁବେଳେ ଭାବେ କି ସମସ୍ତେ ତାଙ୍କୁ ଗୁରୁତ୍ୱ ଦିଅନ୍ତୁ, କିନ୍ତୁ ସେ ନିଜେ ଏକ ମୁହୂର୍ତ୍ତ ଭାବେନି କି ସେ କେତେ ଜଣଙ୍କୁ ଗୁରୁତ୍ୱ ଦେଇଛି। ମନରେ ଯଦି ଶାନ୍ତି ନାହିଁ, ମଣିଷ ରାଜମହଲରେ ରହିଲେ ମଧ୍ୟ କେବେ ବି ସୁଖୀ ହୋଇପାରିବ ନାହିଁ। ନିଜର ଆଉ ପର ଭିତରେ ଫରକ କ'ଣ? ଯିଏ ଭାବନାକୁ ବୁଝିପାରେ ସେ ନିଜର, ଆଉ ଯିଏ ନ ବୁଝିପାରେ ସିଏ ପର। ଯିଏ ପାଖରେ ରହି ଦୂରେଇ ଯାଆନ୍ତି ସିଏ ପର, ଆଉ ଯିଏ ଦୂରରେ ରହି ପାଖରେ ଥିଲା ଭଳି ଅନୁଭବ କରନ୍ତି ସେ ନିଜର। ଜରୁରୀ ନୁହେଁ କି କାହାର ଅଭିଶାପ ତୁମ ପଛରେ ଗୋଡ଼ାଉଛି। ଅଧିକାଂଶ ସମୟରେ ଏମିତି ହୁଏ, କାହାର ସୀମାହୀନ ଅପେକ୍ଷା ଆଉ ଯନ୍ତ୍ରଣା ତୁମ ଖୁସିକୁ ଅଟକେଇ ଦିଏ। ଦୁଇ ପ୍ରକାର ଲୋକଙ୍କ ଠାରୁ ସତର୍କ ରୁହନ୍ତୁ। ଯିଏ ତୁମକୁ ତାହା ଦର୍ଶାଏ ଯାହା ତୁମେ ନୁହେଁ। ସେ ତୁମର ଏମିତି ଭଲ ଗୁଣର ପ୍ରଶଂସା କରେ ଯାହା ତୁମ ପାଖରେ ନାହିଁ। ଜୀବନରେ କିଏ ସାଥ ଦେଉ କି ନ ଦେଉ, ନିଜେ ଏକା ଏକା ଆଗକୁ ବଢ଼। କାହିଁକି ନା ନିଜଠାରୁ ବଡ଼ ଜୀବନ ସାଥୀ ଏଇ ଦୁନିଆରେ ଆଉ କେହି ନୁହେଁ। ନିଜ ଖୁସି ପାଇଁ କାହା ହୃଦୟକୁ କଷ୍ଟ ଦିଅନ୍ତୁ ନାହିଁ। ଥରୁଟିଏ ଭାବି ଦେଖ, ତୁମର ବି ତ ଗୋଟିଏ ହୃଦୟ ଅଛି। ଲୋକ ତ ଆପଣଙ୍କର ନାଁକୁ ବି ଭୁଲିଯିବେ ଯେବେ ତାଙ୍କର କାମ ସରିଯିବ। ଜୀବନରେ ଏମିତି କିଛି ଯନ୍ତ୍ରଣା ଥାଏ, ମଣିଷ ତ ସହିଯାଏ କିନ୍ତୁ କାହାକୁ କହିପାରି ନଥାଏ। ଜୀବନରେ କିଛି ଲୋକ ଖୁସି ଦେବା ପାଇଁ ଆସନ୍ତି, ହେଲେ କିଛି ସମୟ ପାଇଁ। ଗୋଟିଏ କଥା ମନେ ରଖ, ଭଲ ମଣିଷ ଖୋଜିବା ଛାଡ଼ି ଦିଅ, ଆଉ ନିଜେ ଭଲ ମଣିଷ ହେବାକୁ ଚେଷ୍ଟା କର। ବିଶ୍ୱାସ କର, ସାହାଯ୍ୟ ପାଇବାକୁ ସମସ୍ତେ ଆଗେଇ ଆସିବେ, କିନ୍ତୁ ଆମର କିଛି ଦରକାର ପଡ଼ିବ ତ ସାହାଯ୍ୟ ପାଇଥିବା ଲୋକ କେହି ଦେଖା ଦେବେ ନାହିଁ। ମରିବା ଲୋକ ପାଇଁ କାନ୍ଦିବା ଲୋକ ଅନେକ ମିଳିଯିବେ, କିନ୍ତୁ ଯିଏ ବଞ୍ଚିକି ଅଛି
ତାକୁ ବୁଝିବାକୁ କେହି ଜଣେ ମିଳିବେ ନାହିଁ। ସେଥିପାଇଁ କାହାର ବି ଚକ୍କରରେ ନିଜ ଜୀବନକୁ ଖରାପ କର ନାହିଁ। ଯଦି କେହି ଆପଣଙ୍କୁ ଧକ୍କା ଦିଏ ତେବେ ଭୁଲ ରାସ୍ତାରେ କେବେ ବି ଯାଉ ନାହିଁ, ବରଂ ସଠିକ ରାସ୍ତାରେ ଯାଇ ତାକୁ ଭୁଲ ବୋଲି ପ୍ରମାଣ କର। ଯେପରି ବୁନ୍ଦା ବୁନ୍ଦା ପାଣି ପାତ୍ରକୁ ଭରି ଦିଏ, ସେହିପରି ସଫଳତା କେବଳ ପ୍ରତିଦିନ ଅଳ୍ପ ଅଳ୍ପ ପଢ଼ିବା ଦ୍ୱାରା ପ୍ରାପ୍ତ ହୁଏ। କାହିଁକି ଅଟକି ଯାଉଛନ୍ତି? 2-4 ଦିନ ପରିଶ୍ରମ କରିବା ପରେ ସମୟ ଲାଗିଥାଏ ମଞ୍ଜିରୁ ଗଛରେ ପରିଣତ ହେବାରେ। ସମ୍ପର୍କ ପରାତ୍ମା ସହିତ ଭଲ ରଖ, ତେବେ ତୁମକୁ କାହାର ଆବଶ୍ୟକ ପଡ଼ିବ ନାହିଁ। ତୁମେ ନିଜେ ସମସ୍ତଙ୍କର ଆବଶ୍ୟକ ବନିଯିବ। ଯେବେ ତୁମେ କାହାକୁ ଏକଥା ଜଣେଇଦେବ କି ତୁମେ ତାଙ୍କ ବିନା ରହିପାରିବ ନାହିଁ, ସେତେବେଳେ ସିଏ ତୁମକୁ ମାଗଣାରେ ମିଳୁଥିବା ଜିନିଷ ପରି ଭାବିବେ। ଭଗବାନ ମଣିଷ ଗଢ଼ିଛନ୍ତି ଭଲ ପାଇବା ପାଇଁ, ଟଙ୍କା ଗଢ଼ିଛନ୍ତି ବ୍ୟବହାର କରିବା ପାଇଁ। କିନ୍ତୁ ଆଜିକାଲି ଲୋକେ ଭଲ ପାଆନ୍ତି ଟଙ୍କାକୁ, ବ୍ୟବହାର କରନ୍ତି ମଣିଷକୁ। ପ୍ରେମ କେବଳ ସେହି ମଣିଷ ସହିତ କର ଯିଏ ତୁମ ଚେହେରା, ଶରୀର କି ଧନ ସମ୍ପତ୍ତିକୁ ନୁହେଁ, ବରଂ ତୁମ ହୃଦୟକୁ ଏବଂ ତୁମ ଭାବନାକୁ ଭଲ ପାଉଥିବ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।